ବ୍ରହ୍ମଦେବ ଏକ ନୂତନ ଦର୍ଶନର ପ୍ରତିପାଦନ ପାଇଁ ସ୍ୱଇଚ୍ଛାରେ ଆମ୍ଭେ ଏହି ରୂପ ପରିଗ୍ରହ କରିଛୁ। ତେଣୁ ଏ ସୃଷ୍ଟିର କୌଣସି ରୂପ ସହିତ ଆମ୍ଭର ଏ ରୂପର ସାମଞ୍ଜସ୍ୟ ନାହିଁ। ସଦା ଜାଗ୍ରତ ହୋଇ ରହିବା ପାଇଁ ଆମ୍ଭର ଚକ୍ଷୁ ପଲକହୀନ, ହସ୍ତପଦ ନଥାଇ ଆମ୍ଭେ ସର୍ବାଧିକାରୀ, ପଲକହୀନ ଚକ୍ଷୁ ସର୍ବଦର୍ଶୀ, କର୍ଣ୍ଣ ନଥାଇ ସର୍ବଶ୍ରୋତା। ତେଣୁ ଆମ୍ଭେ ପୁରୁଷୋତ୍ତମ। ଆମ୍ଭର ଏହି ହସ୍ତ ଦୁଇଟି ଅସମାପ୍ତ ଏବଂ ସମାନ୍ତରାଳ। ସମସ୍ତ ପାପୀ ତାପୀ ସାଧୁ ମହାତ୍ମା ସମସ୍ତ ନାରୀ ପୁରୁଷମାନଙ୍କୁ ଆଲିଙ୍ଗନ କରିବା ପାଇଁ ସର୍ବଦା ଉନ୍ମୁକ୍ତ। ତେଣୁ ଆମ୍ଭେ ପତିତ ପାବନ। ବ୍ରହ୍ମଦେବ ପ୍ରଭୁ, ମନ୍ଦିର ଚୂଳରେ ଥିବା ଚକ୍ର ଆଜିଠାରୁ ନୀଳଚକ୍ର ନାମରେ ପରିଚିତ ହେବ। ଆପଣ ବ୍ରହ୍ମଲୋକକୁ ଯିବା ପୂର୍ବରୁ ନୀଳଚକ୍ରରେ ବାନା ବାନ୍ଧି ଦେଇ ଯିବେ। ସେହି ବାନାର ନାମ ହେବ ପତିତ ପାବନ ବାନା। ଆପଣଙ୍କ ଆଜ୍ଞା ପାଳିତ ହେବ ପ୍ରଭୁ। ରାଜା ଇନ୍ଦ୍ରଦ୍ୟୁମ୍ନ ପ୍ରଭୁ, ତୁମ୍ଭର ଅସୀମ ଧୈର୍ଯ୍ୟ ଏବଂ ଏକାଗ୍ରତା ପାଇଁ ଆମ୍ଭକୁ ଏଠାରେ ପ୍ରତିଷ୍ଠା କରିପାରିବ, ସେଥିପାଇଁ ଆମ୍ଭେ ପ୍ରୀତ। ମୁଁ କିଏ ପ୍ରଭୁ? ମୁଁ ତ ନିମିତ୍ତ ମାତ୍ର। ଲୀଳାମୟଙ୍କର ଇଚ୍ଛା ହିଁ ଆଜି ବାସ୍ତବରେ ରୂପାନ୍ତରିତ ହେଇଛି। ତୁମ୍ଭର ମନୋବାଞ୍ଛା ପ୍ରକାଶ କର ଇନ୍ଦ୍ରଦ୍ୟୁମ୍ନ। ପ୍ରଭୁ, ଯଦି କୃପା କରିଛନ୍ତି ତାହେଲେ ଏଇ ବର ଦିଅନ୍ତୁ। ଏ ପୁରୁଷୋତ୍ତମ କ୍ଷେତ୍ର ଭିତରେ ଥିବା ଯେତେ ନର ନାରୀ କୌଣସି ଦିନ କେହି ବି ଅଭୁକ୍ତ ରହିବେ ନାହିଁ। ସେଇଥିପାଇଁ ପ୍ରତିଦିନ ପ୍ରଭାତରୁ ରାତ୍ରିର ଅର୍ଦ୍ଧଯାମ ପର୍ଯ୍ୟନ୍ତ ଆପଣଙ୍କ ନିକଟରେ ଅନ୍ୟ ବ୍ୟଞ୍ଜନ ଏବଂ 60 ପଉତି ଭୋଗ ଲାଗୁଥିବ। ସମସ୍ତ କ୍ଷୁଦିତ ତୃଷିତ ପ୍ରାଣୀ ସେହି ମହାପ୍ରସାଦ ସେବନ କରି ନିଜର ପାପ ରାଶି କ୍ଷୟ କରୁଥିବେ। କି ବର ମାଗିଲ ତୁମ୍ଭେ ଇନ୍ଦ୍ରଦ୍ୟୁମ୍ନ? ଆମ୍ଭର ପ୍ରୀତି ପାଇଁ ତୁମ୍ଭେ ଏପରି ଆୟୋଜନର ବର ମାଗିନେଲ। ଉତ୍ତମ, ତୁମ୍ଭର ଇଚ୍ଛା ପୂର୍ଣ୍ଣ ହେବ। କିନ୍ତୁ ତୁମ୍ଭେ ନିଜ ପାଇଁ କିଛି ବର ମାଗ। ଯଦି ପ୍ରସନ୍ନ ହେଲେ ପ୍ରଭୁ, ତାହେଲେ ଏଇ ବର ଦିଅନ୍ତୁ, ଯେପରି ମୋ ପରେ ମୋ ବଂଶରେ ଆଉ କେହି ରହିବେ ନାହିଁ। ଇଏ କ'ଣ ଇନ୍ଦ୍ରଦ୍ୟୁମ୍ନ? ବର ନାମରେ ତୁମ୍ଭେ ଅଭିଶାପ ମାଗି ନେଉଛ କ'ଣ ପାଇଁ? ପ୍ରଭୁ, ଆପଣ ସ୍ୱୟମ୍ଭୁ। ଏସବୁ ଆପଣଙ୍କ କୀର୍ତ୍ତି। ହୁଏତ ମୋ ବଂଶରେ କେହି କେବେ ଏହା ତାଙ୍କ ପୂର୍ବପୁରୁଷଙ୍କ କୀର୍ତ୍ତି ବୋଲି କହି ଗର୍ବ କରିପାରନ୍ତି। ସେମିତି ଗର୍ବ ଯେପରି କେହି ନ କରନ୍ତୁ, ସେଇଥିପାଇଁ ମୁଁ ଏ ବର ମାଗିଛି। ସାଧୁ ସାଧୁ ଇନ୍ଦ୍ରଦ୍ୟୁମ୍ନ, ସାଧୁ ତମର ନିଃସ୍ୱାର୍ଥପରତା। ସବୁ ଆପଣଙ୍କ ଦୟା ପ୍ରଭୁ। ଶୁଣ ଇନ୍ଦ୍ରଦ୍ୟୁମ୍ନ, ଆଜି ବୈଶାଖ ଶୁକ୍ଳପକ୍ଷ ଅଷ୍ଟମୀ ତିଥି। ଆଜି ଆମର ଏହି ମନ୍ଦିରର ପ୍ରତିଷ୍ଠାର ଦିନ। ତେଣୁ ଆଗାମୀ ଯୁଗ ଯୁଗ ଧରି ଏହି ବୈଶାଖ ଶୁକ୍ଳପକ୍ଷ ତିଥିଟି ନୀଳାଦ୍ରି ମହୋଦୟାଷ୍ଟମୀ ନାମରେ ପରିଚିତ ହେବ। ଯଥା ଆଜ୍ଞା ପ୍ରଭୁ। ଆମର ପରମ ଭକ୍ତ ଶବର ରାଜ ବିଶ୍ୱାବସୁ ଆମ୍ଭର ନୀଳମାଧବ ରୂପର ମାନବ ସମାଜରେ ପ୍ରଥମ ପୂଜକ ଥିଲେ। ତେଣୁ ତାଙ୍କର ବଂଶଧରମାନେ ଆମ୍ଭର ସେବାରେ ନିୟୋଜିତ ହେବେ। ସେମାନେ ଦଇତାପତି ବୋଲାଇବେ। ସେମାନେ କେଉଁପରି ସେବା କରିବେ ପ୍ରଭୁ? ପ୍ରତିବର୍ଷ ଜ୍ୟେଷ୍ଠ ପୂର୍ଣ୍ଣିମାରେ ଆମ୍ଭର ମହାସ୍ନାନ ହେବ। ତାପରେ ଆମ୍ଭେ 15 ଦିବସ ପର୍ଯ୍ୟନ୍ତ ଅନବସର ଗୃହରେ ଅବସ୍ଥାନ କରିବୁ। ତାପରେ ଆମ୍ଭର ପ୍ରତିମାମାନଙ୍କୁ ରଙ୍ଗର ପ୍ରଲେପ ଦେଇ ନୂତନ ବସ୍ତ୍ରରେ ସଜ୍ଜିତ କରାଇବେ ଏହି ଦଇତାପତିମାନେ। ଆଷାଢ଼ ଦ୍ୱିତୀୟା ପୂର୍ବରୁ 3ଟି ରଥ ନିର୍ମାଣ କରିବ। ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟାରେ ଭ୍ରାତା ବଳରାମ ତାଳଧ୍ୱଜ ରଥରେ, ଦେବୀ ସୁଭଦ୍ରା ଆଉ ସୁଦର୍ଶନ ଦେବୀ ଦଳନ ରଥରେ ଏବଂ ଆମେ ନନ୍ଦିଘୋଷ ରଥରେ ଉପବେଶନ କରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗମନ କରିବୁ। ଏହି ସମୟରେ ସମଗ୍ର ସାଧାରଣ ଜନତା ଆମ୍ଭଙ୍କୁ ଦର୍ଶନ କରିପାରିବେ, ସ୍ପର୍ଶ ମଧ୍ୟ କରିପାରିବେ। ଶ୍ରୀଗୁଣ୍ଡିଚା ମନ୍ଦିରରେ 9 ଦିବସ ଅବସ୍ଥାନ କରି ପୁଣି ଶ୍ରୀମନ୍ଦିରକୁ ଆମ୍ଭେ ପ୍ରତ୍ୟାବର୍ତ୍ତନ କରିବୁ। ଏହା ରଥଯାତ୍ରା ବା ଘୋଷଯାତ୍ରା ନାମରେ ସାରା ପୃଥିବୀରେ ପ୍ରସିଦ୍ଧି ଲାଭ କରିବ। ଦେବସ୍ନାନ ପୂର୍ଣ୍ଣିମା ଠାରୁ ରଥଯାତ୍ରା ଶେଷ କରି ପୁଣି ଶ୍ରୀମନ୍ଦିରକୁ ଫେରିବା ପର୍ଯ୍ୟନ୍ତ
ଆମ୍ଭର ସମସ୍ତ ସେବା ଏଇ ଦଇତାପତିମାନେ ହିଁ କରିବେ। ଯଥାଜ୍ଞା ପ୍ରଭୁ। ମୋର ଅନ୍ୟ ଜଣେ ପରମ ଭକ୍ତ ହେଉଛନ୍ତି ବିଦ୍ୟାପତି। ତାଙ୍କର ବ୍ରାହ୍ମଣ ସ୍ତ୍ରୀ ଗର୍ଭରୁ ଜାତ ପିଲାମାନେ ଏବଂ ବଂଶଧରମାନେ ଆମ୍ଭର ପୂଜକ ହେବେ। ଆଉ ଶବରୀ ସ୍ତ୍ରୀ ଗର୍ଭରୁ ଜାତ ପିଲାମାନେ ଏବଂ ବଂଶଧରମାନେ ସୁପକାର ବା ଶୁଦ୍ଧ ସ୍ୱାର ବୋଲାଇବେ। ଆପଣଙ୍କ ଆଦେଶ ଅନୁସାରେ ସବୁ ନୀତି ନିୟମ ପାଳନ କରାଯିବ ପ୍ରଭୁ। ଏପରି ନିୟମ ପଶ୍ଚାତରେ ଏକ ଗୂଢ଼ ଉଦ୍ଦେଶ୍ୟ ଅଛି ଇନ୍ଦ୍ରଦ୍ୟୁମ୍ନ। ଆମ୍ଭେ ଏହାଦ୍ୱାରା ଜଣାଇବାକୁ ଚାହୁଁ ଯେ ଆମ୍ଭେ ସାର୍ବଜନୀନ। ଆମ୍ଭ ନିକଟରେ ଜାତି, ଧର୍ମ ବା ଅନ୍ୟ ପରିଚୟର କୌଣସି ଭେଦଭାବ ନାହିଁ। ଯେପରି ନଦୀମାନଙ୍କର ସାଗର ସହିତ ମିଳନ ହେଲା ପରେ ନଦୀମାନେ ସେମାନଙ୍କର ଗୁଣ ହରାଇ ସାଗରରେ ନିମଜ୍ଜିତ ହୋଇଯାଆନ୍ତି, ଏକାକାର ହୋଇଯାଆନ୍ତି, ସେହିପରି ଆମ୍ଭ ସମ୍ମୁଖରେ ପହଞ୍ଚିଲା ମାତ୍ରେ ସମସ୍ତେ ଏକାକାର ହୋଇଯିବେ, ନିଜସ୍ୱ ପରିଚୟ ହଜେଇ ଦେବେ। ନାରାୟଣ ନାରାୟଣ ନାରାୟଣ। नीलाद्रौ शङ्खमध्ये शतदलकमले रत्नसिंहासनस्थं सर्वालङ्कारयुक्तं नवघनरुचिरं संयुतं चाग्रजेन भद्राया वामभागे रथचरणयुतं ब्रह्मरुद्रेन्द्रवन्द्यं वेदानां सारमीशं सजनपरिवृतं ब्रह्मदारुं स्मरामि